ଆସନ୍ତୁ ମୌନ ବ୍ରତର ମହତ୍ଵ ବିଷୟରେ ଗୋଟିଏ ସୁନ୍ଦର କାହାଣୀଟିଏ ଶୁଣିବା। ମହର୍ଷି ବେଦବ୍ୟାସ ମହାଭାରତ କାବ୍ୟ ଲେଖିବା ପାଇଁ ମନେ ମନେ ବିଚାର କଲେ। ଶେଷରେ ସେ ଗଣେଶଙ୍କ ଦ୍ୱାରା ଏହି କାମ ହୋଇପାରିବ ବୋଲି ଚିନ୍ତା କରି ତାଙ୍କୁ ସ୍ମରଣ କଲେ। ଗଣେଶ କହିଲେ, ମୁଁ ଲେଖିବି, କିନ୍ତୁ ମଝିରେ ଅଟକିବି ନାହିଁ। ମହର୍ଷି ବେଦବ୍ୟାସ କହିଲେ, ଠିକ୍ ଅଛି, ଆପଣ କୌଣସି ଶ୍ଲୋକର ଅର୍ଥ ନ ବୁଝିଲା ଯାଏ ତାହା ଲେଖିବେ ନାହିଁ। ମହର୍ଷି ବେଦବ୍ୟାସ ମଝିରେ ମଝିରେ କିଛି କିଛି କଷ୍ଟ ଶ୍ଲୋକ ଡାକି ଦେଉଥାନ୍ତି। ଏହି ଶ୍ଲୋକର ଅର୍ଥଗୁଡ଼ିକ ବୁଝିବା ପାଇଁ ଗଣେଶଙ୍କୁ ବହୁତ ସମୟ ଭାବିବାକୁ ପଡ଼ୁଥାଏ। ବେଦବ୍ୟାସ ଏହି ଭିତରେ ଆଉ ଅନେକ ଶ୍ଲୋକ ଭାବି ପକାନ୍ତି। ଏହିପରି ଭାବେ ମହାଭାରତ ଲେଖା ଚାଲିଥାଏ। ମହର୍ଷି ବେଦବ୍ୟାସ ମହାଭାରତର ଅନ୍ତିମ ଶ୍ଲୋକ ଲେଖି ସାରିବା ପରେ ଗଣେଶଙ୍କୁ କହିଲେ, ବାସ୍ତବରେ କହିବାକୁ ଗଲେ ଆପଣ ହିଁ ସମ୍ପୂର୍ଣ୍ଣ ମହାଭାରତ ଲେଖିଲେ। କିନ୍ତୁ ଆଉ ଗୋଟିଏ କଥା ଯେଉଁଟାକୁ ଲେଖନୀଠାରୁ ଅଧିକ ମହତ୍ଵପୂର୍ଣ୍ଣ ଥିଲା, ତାହା ହେଲା ଆପଣଙ୍କର ମୌନ ବ୍ରତ। କୌଣସି ଶ୍ଲୋକର ଅର୍ଥ ନ ବୁଝି ଆପଣ ଲେଖୁନଥିଲେ। ସେହି ସମୟରେ ମୁଁ ଅନେକ ଶ୍ଲୋକ ମନେ ମନେ ଭାବି ନେଇଥାଏ, କିନ୍ତୁ ଏହି ସମୟରେ ଆପଣ ବିଲକୁଲ କିଛି କଥା ନ କହି ଚୁପଚାପ ବସିଥାନ୍ତି। ତାପରେ ଗଣେଶ କହିଲେ, କେଉଁ ଦୀପରେ ଅଧିକ ତେଲ ଥାଏ ତ କେଉଁ ଦୀପରେ ତେଲର ଭଣ୍ଡାର ଥାଏ। ସେହିପରି ମାନବ ଜୀବନ କ୍ଷୀଣ, କାହାର କମ୍ ତ କାହାର ବେଶୀ, କିନ୍ତୁ କାହାରି ଅସୀମ ନଥାଏ। ଯିଏ ସଂଯମ ଦ୍ୱାରା ଏହି ପ୍ରାଣ ଶକ୍ତିର ଉପଯୋଗ କରେ, ସେ ହିଁ ଅଧିକ ଲାଭବାନ ହୁଏ। ସଂଯମ ଦ୍ୱାରା ଜୀବନର ସମସ୍ତ ପାହାଚ ଚଢ଼ି ହୁଏ। ଯିଏ ଜୀବନରେ ସଂଯମ ରକ୍ଷା କରେ ନାହିଁ, ସେ ଅନାବଶ୍ୟକ କଥାବାର୍ତ୍ତା ବେଶୀ କରେ। ଆବଶ୍ୟକତା ଠାରୁ ଅଧିକ କଥାବାର୍ତ୍ତା କରିବା ଦ୍ୱାରା ମଣିଷ ଅମଣିଷ ହୋଇଥାଏ। ଏହା ଥିଲା ମୌନ ବ୍ରତର ମହତ୍ଵ। ଏହିପରି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।